ଆପଣମାନେ ଜାଣିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ତିଖିରି ନାମକ ପଞ୍ଚାୟତର ସରପଞ୍ଚ ଚାମେଲି ଓଝା, ଯିଏକି ଅନ୍ୟାୟ ବିରୋଧରେ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଆମେ ସେଇ କଥା ଉପରକୁ ଆଲୋଚନା କରିବା ଯେ କେନ୍ଦ୍ରାପଡ଼ା ଜିଲ୍ଲାର ତିଖିରି ପଞ୍ଚାୟତରେ ସରକାରୀ ଦଳର ଲୋକମାନେ ଜମି ଜବରଦଖଲ କରିବା ପାଇଁ ଆସିଥିଲେ। ସେମାନେ ଗରିବ ଗୁରୁବାଙ୍କର ଦୋକାନ ଗୁଡ଼ିକୁ ଭାଙ୍ଗି ସେଠାରେ କୌଣସି ଏକ ଶିଳ୍ପାନୁଷ୍ଠାନ କିମ୍ବା କୌଣସି ଏକ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଜୋର ଜବରଦସ୍ତ ଲୋକମାନଙ୍କୁ କହି ଜବରଦଖଲ କରୁଥିଲେ ଜମି ଗୁଡ଼ିକ। ଏହି କଥା ଯେତେବେଳେ କି ସେଇ ତିଖିରି ପଞ୍ଚାୟତର ସରପଞ୍ଚ, ଯିଏକି ଜଣେ ମହିଳା ସରପଞ୍ଚ ଚାମେଲି ଓଝା ଜାଣିଲେ, ସେ ଆସି ସରକାରୀ ଲୋକମାନଙ୍କୁ ଏହି କାର୍ଯ୍ୟରୁ ନିବୃତ୍ତ ହେବା ପାଇଁ କହିଥିଲେ। ସେ କହିଥିଲେ କେବଳ ଜଣକ କିମ୍ବା 2 ଜଣଙ୍କର ଦୋକାନକୁ ଭାଙ୍ଗିବାର କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଯଦି ଭାଙ୍ଗୁଛନ୍ତି, ଯେତେକ ଦୋକାନ ଗୁଡ଼ିକ ଅଛି ସମସ୍ତଙ୍କ ଦୋକାନ ଗୁଡ଼ିକ ଭାଙ୍ଗନ୍ତୁ, ତାହେଲେ ଏହା ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ବୋଲି ଗ୍ରହଣ କରାଯିବ। ଏହାକୁ ସରକାରୀ କର୍ମଚାରୀମାନେ ବିରୋଧ କରିଥିବା ସତ୍ତ୍ୱେ ମଧ୍ୟ ସରପଞ୍ଚ ଚାମେଲି ଓଝା ଏହାକୁ ଭ୍ରୂକ୍ଷେପ କରିନଥିଲେ। ସେ ତାଙ୍କ ସ୍ୱାଭିମାନର ପରିଚୟ ଦେଇ ସ୍ୱାଭିମାନୀ ସରକାରରୁ ସ୍ୱାଭିମାନ ସରପଞ୍ଚ ଭାବରେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିବାରୁ ଲୋକମାନଙ୍କ ପାଇଁ ଲଢ଼ିବା ପାଇଁ ସେ ସତ୍ସାହସ କରିଥିଲେ ଏବଂ ଲୋକମାନଙ୍କର ଭଲ ମନ୍ଦ ବିଚାର କରି ସେ ସରକାରୀ ଲୋକମାନଙ୍କୁ ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟ ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାର ତିଖିରି ପଞ୍ଚାୟତରେ ଚହଳ ପଡ଼ିବା ସହିତ ଅନ୍ୟାନ୍ୟ ଗଣମାଧ୍ୟମରେ ମଧ୍ୟ ଦେଖାଯାଇଅଛି। ତେଣୁ ଆମେ ସମସ୍ତେ ଭାବୁଛୁ, ବୋଧହୁଏ ଝାନ୍ସୀର ରାଣୀ ଯେଭଳି ଥିଲେ ଲକ୍ଷ୍ମୀବାଇ, ସେହିଭଳି ପ୍ରକାରର ଜଣେ ସତ୍ସାହସୀ ମହିଳା ସରପଞ୍ଚ ହେଉଛନ୍ତି ଚାମେଲି ଓଝା। ଯେଭଳି ପ୍ରକାର ଲକ୍ଷ୍ମୀବାଇ ନ୍ୟାୟ ପାଇବା ପାଇଁ, ନିଜ ରାଜ ଅଧିକାର ପାଇବା ପାଇଁ ସଂଘର୍ଷ କରିଥିଲେ, ସେ ଜନତାଙ୍କ ପାଇଁ ସଂଘର୍ଷ କରୁଛନ୍ତି। ନିଶ୍ଚିନ୍ତ ତାଙ୍କୁ ନ୍ୟାୟ ମିଳିବ ଏବଂ ତାଙ୍କର ପଞ୍ଚାୟତରେ ଥିବା ଲୋକମାନେ ନିଶ୍ଚିନ୍ତ ତାଙ୍କର ଜମି ଫେରି ପାଇବେ। କେହି ବି ତାଙ୍କୁ ଏଥିରୁ ହଟାଇ ପାରିବେନି। ଏହିଭଳି ପ୍ରକାରର ଯଦି ସରପଞ୍ଚ ସାରା ଓଡ଼ିଶାରେ ରହିବେ, ନିଶ୍ଚିନ୍ତ ଭାବରେ ପୁନର୍ବାର ସ୍ୱାଭିମାନ ଓଡ଼ିଶା ସହିତ ସ୍ୱାଭିମାନ ଭାରତ ବି ଗଠନ ହୋଇପାରିବ। ତାହେଲେ ଏଭଳି ପ୍ରକାର ସ୍ୱନାମଧନ୍ୟ ମହିଳା ସରପଞ୍ଚଙ୍କୁ ଜିତେଇଥିବାରୁ ତିଖିରି ପଞ୍ଚାୟତର ସମସ୍ତ ଜନତାମାନଙ୍କୁ ମୋର ସ୍ୱାଗତ ଏବଂ ପ୍ରଣାମ। ଆଉ ସେହିଭଳି ପ୍ରକାର ମାତୃତୁଲ୍ୟ ସରପଞ୍ଚ ଚାମେଲି ଓଝାଙ୍କୁ ମଧ୍ୟ ମୋ ତରଫରୁ ବହୁତ ଅଭିନନ୍ଦନ ଏବଂ କଂଗ୍ରାଚୁଲେସନ୍ ଫର୍ ଫାଇଟ୍ ଏଗେନଷ୍ଟ କରପ୍ସନ୍ as a female ସରପଞ୍ଚ କ୍ୟାଣ୍ଡିଡେଟ୍ ଅଫ୍ ତିଖିରିଆ ପଞ୍ଚାୟତ। ମୁଁ ସେହିଭଳି ପ୍ରକାର ମହାନ ସରପଞ୍ଚଙ୍କୁ ମୋର କଂଗ୍ରାଚୁଲେସନ୍ ଜଣାଇବା ସହିତ ତାଙ୍କର କାର୍ଯ୍ୟର ଅଗ୍ରଗତି ହେଉ, ତାଙ୍କର ପ୍ରତିବନ୍ଧକ ସବୁ ଦୂରେଇ ଯାଉ ଏବଂ ତାଙ୍କ ପାଇଁ ଯିଏ ବିରୋଧ ସାଜୁଛନ୍ତି ସେମାନେ କେମିତି ବିରୋଧୀ ନ ହୋଇ ତାଙ୍କୁ ସାହାଯ୍ୟ କରନ୍ତୁ। ତାଙ୍କର ସପୋର୍ଟ ଅନେକରୁ ଅଧିକ ସରକାରୀ ଏବଂ ବେସରକାରୀ କର୍ମଚାରୀ ହେବା ନିଶ୍ଚିତ ମୁଁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। ଶ୍ରୀ ଜଗନ୍ନାଥ ତାଙ୍କୁ ଆହୁରି ଶକ୍ତି ଦିଅନ୍ତୁ, ସାମର୍ଥ୍ୟ ଦିଅନ୍ତୁ ଏବଂ ଧୈର୍ଯ୍ୟ ଦିଅନ୍ତୁ। ସେ ଏହିଭଳି ପ୍ରକାର ଲୋକମାନଙ୍କର ସ୍ନେହ ଆଦର ପାଇଥାନ୍ତୁ ଏବଂ ଲୋକମାନଙ୍କ ପାଇଁ ଲଢ଼ିଥାନ୍ତୁ। କାଳ କାଳ ପାଇଁ ସେ ନିଜର କୀର୍ତ୍ତିକୁ
ବଜାୟ ରଖିପାରନ୍ତୁ ଏବଂ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ଭଳି ସେ ତାଙ୍କର ନାଁକୁ ସବୁଦିନ ପାଇଁ ସେହି ପଞ୍ଚାୟତ ନୁହେଁ ସାରା ଓଡ଼ିଶା ଏବଂ ସାରା ଭାରତ ଏବଂ ସାରା ପୃଥିବୀରେ ମଧ୍ୟ ରଖିପାରନ୍ତୁ। ଜୟ ଜଗନ୍ନାଥ। ଯଦି ନିଶ୍ଚିନ୍ତ ଆପଣମାନେ ତିଖିରି ପଞ୍ଚାୟତର ଲୋକମାନେ ଏହାକୁ ଦେଖୁଥିବେ ଏବଂ ନିଶ୍ଚିତ ଭାବରେ ସେହି ଚାମେଲି ଓଝା ଜଣେ ମହିଳା ସରପଞ୍ଚଙ୍କୁ ଭଲ ପାଉଥିବେ, ମୋର ଏହି ଦେବୀ ପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲକୁ ସେୟାର, ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କରିବେ, ବହୁ ମାତ୍ରାରେ ସେୟାର କରିବେ। ଜୟ ଜଗନ୍ନାଥ।